ସେମାନେ ଅଭିଯୋଗ କରୁଥିଲେ ଯେ ସରକାର ଠିକ୍ ଭାବେ ଦେଇପାରୁନି ଓଡ଼ିଶାରେ, କିନ୍ତୁ ଆଜି ବି ପିଏମ୍ କିଷାନ ଯୋଜନା ଯେଉଁ ଦେଉଛନ୍ତି ପ୍ରକୃତରେ ଚାଷୀମାନେ ବଞ୍ଚିତ ହେଉଛନ୍ତି। ନାମମାତ୍ର ଚାଷୀ ହେଲା, ସେମାନେ ହେଉଛନ୍ତି ଯେଉଁମାନେ ଚାଷୀ ଅଛନ୍ତି, ଜମିହୀନ ଅଛନ୍ତି, ସେମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିବା କଥା। ଅନେକ ଚାଷୀକୁ ପୁଣି ଅନ୍ତର୍ଭୁକ୍ତ କରିବେ। ଆଉ ଚାଷୀଙ୍କର ଯେଭଳି ପିଏମ୍ କିଷାନରେ ଦେଉଛନ୍ତି 2003 ଯାହା ଦେଉଛନ୍ତି, ଚାଷୀକୁ କୂଳକୁ ଯଦି ଉନ୍ନତ କରିବା ପାଇଁ ଚାହୁଁଛନ୍ତି କେନ୍ଦ୍ର ସରକାର ବା ରାଜ୍ୟ ସରକାର, ଚାଷୀକୁ ତାର ପ୍ରାପ୍ୟ ଭଲ ଭାବରେ ଦେବା ଉଚିତ। ଏଇଟା ଟୋକେନ୍ ମନି ନ ଦେଇକରି ସେମାନେ ପ୍ରକୃତରେ ଯଦି ରାଜ୍ୟ ଆଉ କେନ୍ଦ୍ର ଚାଷୀ ଯଦି ଭଲ ସ୍ଥିତିରେ ହେବେ, ରାଜ୍ୟର ନାଁ ହେବ ଆଉ କେନ୍ଦ୍ରର ନାଁ ହେବ। ନାମ ମାତ୍ର ଇଏ ଯେଉଁ ବର୍ତ୍ତମାନ କରୁଛନ୍ତି ସେଟା ମୁଁ ଭାବୁଛି ଆଖି ଠାର ଭାବରେ କରାଯାଉଛି। ପ୍ରକୃତ ଚାଷୀମାନଙ୍କର ପ୍ରାପ୍ୟ ସେମାନେ କେମିତି ଆଗକୁ ବଢ଼ିବେ, ସେମାନେ କେମିତି ଆଗର ସମୃଦ୍ଧି ହେବ, ତାକୁ ଧ୍ୟାନ ଦେବା ଦରକାର। ଭାବୁଛନ୍ତି ଏଇ ଯେଉଁ ପିଏମ୍ କିଷାନ ଆଜି ଦିଆଯାଉଛି, ସେଥିରେ ଯେଉଁମାନେ ଅଭିଯୋଗ ଆସୁଥିଲା ସେ ସବୁ ଆଡ୍ରେସ୍ ହେଇଥିବ ନା ବିଜେପି ସରକାର ସ୍ପଷ୍ଟ ଜାଣିବା ଦରକାର ଯେ କ'ଣ ଅସୁବିଧା କ'ଣ ହେଉଛି ତାହେଲେ? ବର୍ତ୍ତମାନ ଆପଣ ଦେଖୁଛନ୍ତି ଯେ ଚାଷୀଙ୍କ ପାଇଁ ଅନେକ ଚାଷୀ ଅଛନ୍ତି ବଞ୍ଚିତ ହେଇଯାଇଛନ୍ତି, ପୁଣି ତାଙ୍କୁ ଯୋଡ଼ିବା ଦରକାର। ଆଉ ଓଡ଼ିଶା ଚାଷୀକୁ ଉନ୍ନତି କରିବା ପାଇଁ ରାଜ୍ୟ ସରକାର ଆଉ କେନ୍ଦ୍ର ସରକାର ସ୍ୱତନ୍ତ୍ର ପ୍ୟାକେଜ ବା ସ୍ୱତନ୍ତ୍ର ଚାଷୀଙ୍କର ବିକାଶ କରିବା ଦରକାର। ଇଏ ଯେଉଁ ଟୋକେନ୍ ମନି ନ ଦେଇକରି ସେମାନଙ୍କୁ କେମିତି ପ୍ରକୃତରେ ସେମାନେ ସମୃଦ୍ଧି ହେବ, ଚାଷ କୂଳ କେମିତି ଆଗକୁ ବଢ଼ିବ, ଆଉ ସେମାନେ ଯେ ରାଷ୍ଟ୍ର ସମୃଦ୍ଧି କରିବେ, ରାଜ୍ୟର ସମୃଦ୍ଧି କରିବେ, ସେମାନଙ୍କୁ ଭଲ ଭାବରେ ବର୍ତ୍ତମାନ ଯେଉଁ ଦେଉଛନ୍ତି ପିଏମ୍ କିଷାନରେ ପୁଣି ସେମାନେ ଯେଉଁ ବଞ୍ଚିତ ହେଇଛନ୍ତି ସେମାନଙ୍କୁ ଯୋଡ଼ିବା ଦରକାର। ଠକୁଛନ୍ତି।